गृह्णन्ति दीपैस्तवै सर्वैः सङ्गपदक्रमोपनिषदि गायन्ति सामगा धनावस्थितगद्गतेन मनसा गच्छान्तमविदुहासासुर्गणा देवाय तस्मै नमः देवाय तस्मै नमः। जगन्नाथ समस्तଙ୍କର ମଙ୍ଗଳ କାମନା କରନ୍ତୁ, ସମସ୍ତଙ୍କ ଜଲାପଥ କୁସୁମିତ କରନ୍ତୁ, ଆଶୀର୍ବାଦ କରନ୍ତୁ, ସମସ୍ତେ ସୁଖରେ ରହନ୍ତୁ, ଶାନ୍ତିରେ ରହନ୍ତୁ, ତାଙ୍କ ପିଲାମାନେ ଶାନ୍ତିରେ ରହନ୍ତୁ। ଯାହା ହଉ ଆଜି ଭାରି ଖୁସିର କଥା ଯେ ପନ୍ଥା ଆସି ବାଚ୍ୟର ପିଲାମାନେ ଏ ବାଚ୍ୟକୁ ମୁଁ ତ ଭୁଲିବାର କଥା ତେଣୁ ଆଉ ସେ ବିଷୟରେ କହିବାର କିଛି ନୁହେଁ, ଉଚିତ ନୁହଁ। ସେଇ ସେଣ୍ଟରଟି ମୁଁ କରେଇଥିଲି, ମୁଁ ଟିକେ ଯାଇଥିଲି ପିଲା ପାଇଁ ଛୁଆମାନେ କ'ଣ କରୁଛନ୍ତି, ତେଣୁ ଯାହା ଘଟଣା ଘଟିଗଲା ଜାଣିଥିବ ଆଉ କ'ଣ ସେ କହିବିନି, ରବି ତ କହିସାରିଲାଣି। ଯାହା କହିଲେ ଭଲ ନୁହଁ, ଯାହା ଭଲ କଥା ସେଇ ପିଲାମାନଙ୍କ ଯୋଗୁଁ। ତେଣୁ ମୁଁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଆଜି এই କାର୍ଯ୍ୟକ୍ରମରେ ବିଦ୍ୟାପୀଠର ପ୍ରକୃତ ବିନ୍ଧାଣୀ ପ୍ରକୃତ ସୃଷ୍ଟିକର୍ତ୍ତା ଶ୍ରୀଯୁକ୍ତ ଆମର ପ୍ରଧାନ ଶିକ୍ଷକ, ପ୍ରିୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଲେଙ୍କା ମହୋଦୟ, ମଞ୍ଚରେ ଆସିନଥିବା ମୋର ସହକର୍ମୀ ରଘୁ ବାବୁ, ଅଶୋକ ବାବୁ, ନଟ ବାବୁ, ଅଭୟ ବାବୁ, ଶ୍ରୀଚରଣ ସାର୍, ମ୍ୟାଡ଼ାମ ଆଉ ରବି ଭାଇ, ଅଜୁ ଭାଇ, ସମସ୍ତଙ୍କୁ ଦେଖି ବହୁତ ଖୁସି ଲାଗୁଛି। ଏବଂ ମୁଁ ଏବେ ଭାବୁଛି ମୋ ସମ୍ମୁଖରେ ଯେଉଁ ଟିକି ଟିକି ଛୁଆମାନେ ବସିଛନ୍ତି, ଯେଉଁ ଥିଲେ ଚପଳ ଛନ୍ଦା ଥିଲେ, ଯେଉଁମାନେ ସଦାସର୍ବଦା ଚଞ୍ଚଳ ଥିଲେ, ଆଜି ସେମାନେ ଧୀରେ ଧୀରେ ପରିପକ୍ୱ ହେଇ ଆସୁଛନ୍ତି। ଯଦିଓ ଆମ ସମ୍ମୁଖରେ ପରିପକ୍ୱ ନୁହନ୍ତି, ଆମେ ତାକୁ ସେଇ ଛୁଆ ଭାବରେ ଦେଖୁଛୁ, ତଥାପି ଆଜି ସେମାନେ ଏକ ନିର୍ଦ୍ଦିଷ୍ଟ ଉପସ୍ଥିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଁ ସଭାପତି ଏବଂ ସବୁ କଥାକୁ ଯିଏ ହସେ ହସେ ବୁଝେଇ ଦିଅନ୍ତି ସେ ଅଶୋକ ସାର୍, ଏବଂ ଯେକୌଣସି ସମସ୍ୟାକୁ ସମାଧାନ କରିବା ପାଇଁ ଯେତେ କଷ୍ଟ ହେଲେ ମଧ୍ୟ ସେ ଅଛନ୍ତି ଆମ ପାଖରେ ରବି ସାର୍ ଏବଂ ବିପିନ ସାର୍ ଅଛନ୍ତି। ତାକୁ ସେ କହୁଥିଲେ ଯେ ସାତଟା ଲେଖା ପିରିୟଡ଼ ଯେତେ କଷ୍ଟ ହେଲେ ମଧ୍ୟ ପଢାନ୍ତି। ନଟ ସାର୍ ପିଲା ତାଙ୍କ ପ୍ରତି ଡରିକି ଯାଆନ୍ତି, ସେ ବାଡ଼ାନ୍ତି, କିନ୍ତୁ ନଟ ସାର୍ ଏବଂ ଶିକ୍ଷକ ସାର୍ ଆମକୁ ପୁଅ ଭଳିଆ ଆମକୁ ସେ ବାଡ଼ାନ୍ତି। ଏବଂ ମାତା ଦିଦି ଅଛନ୍ତି ଏବଂ ଆମ ଆଗରେ ଅଛନ୍ତି ଆଉ ଜଣେ ମାତା ମ୍ୟାଡାମ ଅଛନ୍ତି, ସାର୍ଙ୍କ ମ୍ୟାଡାମ ଅଛନ୍ତି, ଆଉ ମାନସୀ ଅଛି, ଆଉ ଅନ୍ୟ ପିଲାମାନେ ଅଛନ୍ତି। ସମସ୍ତଙ୍କୁ ମୁଁ ନବବର୍ଷ ପୂର୍ବରୁ ଧନ୍ୟବାଦ ଦଉଛି। ପିଲାମାନେ ଗୋଟେ କଥା, ଗୋଟେ ଏବେ ତ ଜାଣିଥିବ ସାମାଜିକ ମୂଲ୍ୟବୋଧ ଯୋଉ ଅବକ୍ଷୟ ଘଟୁଛି, ପୁଅମାନେ ବାପା ମାଙ୍କୁ ପଚାରୁନାହାନ୍ତି, ଝିଅ ମାନେ ତାଙ୍କ ଶାଶୁ ଶ୍ୱଶୁରକୁ ପଚାରୁନାହାନ୍ତି, ସବୁ ଅନେକ କଥା ଅଛି। କିନ୍ତୁ ଜଣେ ଆଧ୍ୟାତ୍ମିକ ଗୁରୁ ବସିଥିଲେ, ସେଟା ଛୋଟ ପିଲାଟେ 8-10 ବର୍ଷର ପିଲା ଯାଉଥିଲା, ଗଲାବେଳେ ତା ପଚାରିଲେ କୁଆଡେ ଯାଉଛି, ନା ମୁଁ ଯାଉଛି ଏଇଠି। ନା ତୁ ଈଶ୍ୱରକୁ ଦେଖିଛୁ? ନା ହଁ ଦେଖିଛି। ନା କୋଉଠି ଅଛନ୍ତି? ନା ମୁଁ ସୃଷ୍ଟି ଠାରୁ ମତେ ଯେ 10 ମାସ 10 ଦିନ ଗର୍ଭରେ ରହିଛି, ସେ ହଉଛନ୍ତି ମୋ ପ୍ରଥମ ଈଶ୍ୱର। ଆଉ କୋଉଠି ଦେଖିଛୁ? ନା ମୁଁ ସେବେଠାରୁ ଏପର୍ଯ୍ୟନ୍ତ ମତେ ଯିଏ କିଛି ଅଭାବ, ଅନେକ ଅଭାବ ଥିଲେ ସେ ଅଭାବ କଥା କହନ୍ତିନି, ମତେ ଖାଇବା ପିଇବା ଯୋଗାଡ଼ କରି ସେ ହଉଛନ୍ତି ମୋର ବାପା, ସେ ହଉଛନ୍ତି ମୋର ଈଶ୍ୱର। ଆଉ ମତେ ଏବେଠାରୁ ଯେ ପୃଥିବୀ ଯେକୌଣସି ବିଷୟରେ ବିଭିନ୍ନ ଆମେ ତମମାନଙ୍କ ସାଥିରେ ଯାଇଥିଲୁ, 2 ଜଣ ଶିକ୍ଷକ, ମୁଁ ଏବଂ ମୋର ବଡ ଭାଇ ଅଶୋକ ବାବୁ। ଅତୀତ ହେଇଗଲାଣି। ଦୁଃଖ କହିବି କି ସୁଖ କହିବି, ଅଙ୍ଗେ ଯାହା ଦେଇଛି ତାହା କହିବି। ପିଲାମାନେ, ତମର ମନେ ଥିବ ପରୀକ୍ଷାର 3ୟ ଦିନ ତମେ ମାନେ ଖାଉଛ, ପରୀକ୍ଷା ସରିଯାଇଛି, ପରୀକ୍ଷା ସେଣ୍ଟରକୁ ଯାଇ ଖାଉଛ। এই ସମୟରେ ଏ ଅଞ୍ଚଳର ଅତି ନିଚାରୀର ଅସାମାଜିକ ଯୁବକ ଯୋଉଭଳି ଭାବରେ ଯାଇକିରି ଅଶୋକଙ୍କୁ ମତେ ସେଠି ବ୍ୟବହାର କଲେ, ସେ କଥା
ମରିଗଲା ପରେ ମନରୁ ଲିଭିଯିବ। ଆମେ ଶିକ୍ଷକ ପିଲାକୁ ପରୀକ୍ଷା ଦେବାକୁ ନେଇକି ଯାଇଛୁ 80-85 ପିଲାଙ୍କର ଦାୟିତ୍ୱ। ସେ ସମୟରେ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ବାବୁ ସ୍ନେହ ଶ୍ରଦ୍ଧା ଜ୍ଞାପନ କରି ଆସିଥିଲେ ପିଲାମାନଙ୍କର ଭଲ ମନ୍ଦ ବୁଝିବା ପାଇଁ। କାହିଁକି ନିତ୍ୟାନନ୍ଦ ବାବୁ ଏଠିକି ଆସିଥିଲେ ବୋଲି ଯୋଉଭଳି ଭାବରେ ସେଠି ଯୋଉ ତୁମ୍ବି ତୋଫାନ ସୃଷ୍ଟି ହେଲା ସେ କଥା ତମେ ମନ ଭିତରେ ସମସ୍ତେ ଜାଣିଥିବ। ଏ ପର୍ଯ୍ୟନ୍ତ ବି ତମ ମନ ଭିତରେ ମନେ ଥିବ। ମୁଁ କିନ୍ତୁ ଏ କଥା ମୋ ମନରୁ କେବେ ଲିଭି ଯାଇନି କି ଲିଭିଯିବନି। ମୁଁ ମରିଗଲା ପରେ ମୋ ମନରୁ ଲିଭିଯିବ ସେ ଦିନର ସେ ଦୃଷ୍ଟାନ୍ତ ସେ ଘଟଣା। गुरु निंदा न करिवे सभे रख जानी। धन्यवाद। मोर मैरेज तो 30 वर्ष हेलानी तथापि मो मनटा मो सांग साथी सहपाठी मो स्कूल कॉलेज गुरुजन मानक पाखरे जमती बंधा पड़ी जाइसी आज पर्यंत भी बाहरी पारुनी। मोर से मनटा सब पिलालिया थाए किंतु मोर ये 4 मास हम मोर स्पाइनाल ऑपरेशन मो बेड रु उठी पार नथिली। आज बहु कष्ट रे आसी मो देह मते साथ दौनी। बीपी डायबिटीज मो देह धरुची मो साहस जाउची कथा कहि पारुनी। मोर किछि कहिबार तो अनेक थिला कारण मो ये हाई स्कूल रो ग्रुप प्रथमे बनैथिली। मो कहली मो सांग मानक कांटेक्ट नंबर आनी गोटे गेट टुगेदर करियो। 22 मसिया रु 25 मसिया 4 वर्ष हेई गला नंबर कांटेक्ट कलेक्शन करिया को विभू गगन बाबुली के मु एडमिट रखिदेली। मु कहली नंबर सब कलेक्शन करिया पे जा हो आज से सौभाग्य हमर आसी सार मानक देखी एते खुशी हेले हमर दुर्भाग्य। चिठी मोर टिकी छोड़े चिठी मोर टिकी छोड़े चिठी मोर टिकी छोड़े माई नित्यानंद मु मोर प्रधान शिक्षक में मो निजर गुरुजी भाई मने मने माने कारण से एक विरल प्रतिभार अधिकारी
ଯାହା ହଉ ଆମେ ଏଇଭଳି ଗୋଟିଏ ପ୍ରଧାନ ଶିକ୍ଷକ ପାଇଥିଲେ ଏବଂ ବିଦ୍ୟାଳୟରେ ଆମେ ଅଶୋକ ସାର୍ ଭଳି ଟିଚର ପାଇଥିଲେ, ନଟ ସାର୍ ଭଳି ମ୍ୟାଥମେଟିକ୍ସ ଟିଚର ପାଇଥିଲେ, ଅଭୟବାବୁଙ୍କ ଭଳି ସାଇନ୍ସ ଟିଚର ପାଇଥିଲେ, ସମସ୍ତେ ଭଲ ଟିଚର। Actually, I am telling from the core of my heart